ହ୍ୟାଲୋ ହାଇ ଫ୍ରେଣ୍ଡସ୍। ଆଜି ଗୋଟେ ଟପିକ୍ ଉପରେ ଆଲୋଚନା କରିବା ଯେ ମାସିକ ରାଶିଫଳ। ଆସନ୍ତା ମେ ମାସରେ କିଛି ଜ୍ୟୋତିଷ କହିବେ, ମାନେ ବିଭିନ୍ନ ଯେମିତି ନାନା ମୁନିଙ୍କ ନାନା ମତ, ସେମିତି ଭିନ୍ନ ଭିନ୍ନ ଜ୍ୟୋତିଷଙ୍କର ଭିନ୍ନ ଭିନ୍ନ ମତ। ତ ସେଇଭଳିଆ ଯେ ଆସନ୍ତା ମାସ ମେ ମାସଟି ଆପଣଙ୍କ ପାଇଁ ବହୁତ ଶୁଭମୟ, ଆରାମଦାୟକ, ମାନେ ଯୁଆଡ଼େ ଯିବେ ଆପଣ ଧନ ବର୍ଷା ହେବ। ଆଉ ସେଇ ଧନକୁ ବି ନେଇକି ଆପଣ କେଉଁଠି ରଖିପାରିବେ ସେ ବି ଭାବିପାରିବେନି, ଏତେ ଧନ ବର୍ଷା ହେବ। କିଛି ଜ୍ୟୋତିଷ କହିବେ। ଆଉ କିଛି ଜ୍ୟୋତିଷ ଅଛନ୍ତି ମେ ମାସଟା ପୁରା ଆପଣଙ୍କ ପାଇଁ ରାସ୍ତା ଖୋଲା, ପୁରା ରାସ୍ତା ଖୋଲା, ଯୁଆଡ଼େ ଯିବେ ଖାଲି ଧନ ବର୍ଷା। ଯୁଆଡ଼େ ଯାହା ହାତ ମାରିଦେବେ ବି ଧନ, ହାତ ମାରିଦେବେ ତ ଶୁଣ। ଆଉ କିଛି ଜ୍ୟୋତିଷ ଅଛନ୍ତି ମେ ମାସଟା ଆପଣଙ୍କ ପାଇଁ ବହୁତ ଭଲ ଅଛି, କିନ୍ତୁ ଶନି ଆପଣଙ୍କ ଗ୍ରହରେ ଅଛନ୍ତି, ରାହୁ ଏକାଦଶରେ, କେତୁ ଦ୍ୱାଦଶରେ, ଚନ୍ଦ୍ର ଅଷ୍ଟମରେ, ସବୁ ଠିକ୍ଠାକ୍ ଆପଣଙ୍କର ଅଛି। କିନ୍ତୁ ଧନ ପାଇବାର ବି ଯୋଗ ଅଛି। କିନ୍ତୁ ଆପଣ ଗୋଟେ କାମ କରିବାକୁ ପଡ଼ିବ। କ'ଣ ସେ କାମଟା? ସେ କାମଟା ଆପଣ ଏହା କରିବାକୁ ପଡ଼ିବ, ଆପଣ ଗୋଟେ ନୀଳାମ୍ବ ମୁଦି ଗୋଟେ ଆଣିକି ଲଗାଇବେ। ପ୍ରାତଃ କାଳରୁ ଗାଧେଇ ସାରିବା ପରେ କଳା କୁକୁର ଦେଖିକି ବାସି ରୁଟି ଦେବେ। ତ ତାହେଲେ ଆପଣଙ୍କର ଅଟକି ଯାଉଥିବା ମାନେ ଧନଟା ଆପଣ ପାଇଯିବେ। ଆଉ କିଛି ଜ୍ୟୋତିଷ ଅଛନ୍ତି, ସେ କହିବେ କି ଆପଣ ମେ ମାସଟା ଭଲ ମିଡ଼ିୟମ୍ ଅଛି, ଭଲ ବି ଅଛି, କିନ୍ତୁ ଆପଣଙ୍କୁ ସକାଳୁ ଉଠିକି ଏଇ ମନ୍ତ୍ର ଜପ କରିବେ, ଦ୍ୱିପହରେ ଏଇ ମନ୍ତ୍ର ଜପ କରିବେ, ରାତିରେ ଶୋଇଲା ବେଳେ କରେ ହେଇକି ଶୋଇବେ, ରାତିରେ ଶୋଇଲା ବେଳେ କରେ ହେଇକି ଶୋଇବେ। ଆଉ ଘରର ପୂର୍ବ ଦିଗରେ ଏଇ ଜିନିଷଟା ରଖିଦେବେ, ଚାଉଳ ଟିକେ, ଏ ଟିକେ, ସେ ଟିକେ ରଖିଦେବେ। ତ ତାହେଲେ ଆପଣଙ୍କର ଯେଉଁ ଧନଟା ବ୍ରେକ୍ ହେଇକି ଅଛି ସେ ଆପଣଙ୍କ ହାତରେ ଆସିକି ପଡ଼ିବ। ମୋ କହିବାର କଥା ହେଲା, କର୍ମ ଠିକ୍ ସେ କଲେ ଆପଣଙ୍କୁ ଅଟୋମେଟିକ୍ ଧନ ମିଳିବ। ଜ୍ୟୋତିଷ କଥା ମାନେ ଦିନବେଳେ ଶୋଇକି ସ୍ୱପ୍ନ ଦେଖିବା ଯାହା, ଜ୍ୟୋତିଷଙ୍କ କଥା ବି ସେ। ଆପଣ କର୍ମ କରନ୍ତୁ, ନିଶ୍ଚିନ୍ତ ଫଳ ମିଳିବ। ଧନ୍ୟବାଦ।